ଚାଲନ୍ତୁ ଆଜି ଶୁଣିବା ଫକୀରମୋହନ ସେନାପତିଙ୍କ ଲିଖିତ ଆଉ ଗୋଟିଏ କାହାଣୀ ଅଧର୍ମ ବିତ୍ତ। ବିଜେ ନରହରିପୁର ଶାସନ ମୁଣ୍ଡ ସାହାଲା ଘରକୁ ଛାଡ଼ି 50-60 କଦମ ଦୂରରେ ବଳଦେବଙ୍କ ପୂଜାପିଣ୍ଡି ବା ମଣ୍ଡପ। ଗ୍ରାମ ଦିଗକୁ ଛାଡ଼ି ପିଣ୍ଡିର ଆଉ 3 ପଟରେ 5 ସାଲି 10 ସାଲି ଆଉ ମଧ୍ୟ ଭଳି ଅତି ପୁରୁଣା ବୁଢ଼ା ଗଣତିରେ 107 ନଡ଼ିଆ ଗଛ। ଏଗୁଡ଼ିକ ଶାସନ ମହାଜନଙ୍କ କୋଠା ଗଛ। ଫଳ ଏକା ସାଙ୍ଗରେ ତୋଳା ହୋଇ ଭାଗ ପିଛେ ବାଣ୍ଟ ହୁଏ। ସକାଳ ଓଳିବେଳ ଘଡ଼ିକ ସମୟରେ ନଡ଼ିଆ ଗଛ ମୂଳରେ ଜଣ 50 ବ୍ରାହ୍ମଣ ଗୋସେଇଁ ବିଜେ ହୋଇଛନ୍ତି। ପୁରୁଖା ପୁରୁଖା ଭଳି ଆଉ ମର୍ଯ୍ୟାଦାବନ୍ତ ପୁଣି ଦୂର ଗାଁରୁ ଆସିଥିବା ବନ୍ଧୁମାନେ ନଡ଼ିଆ ପତ୍ର ବୁଣା ଚଟେଇରେ ବସିଛନ୍ତି। ଆଉ ସମସ୍ତଙ୍କର ଭୂମିଆସନ। ସାନ ପିଲାଗୁଡ଼ାକ ସକାଳ ସଞ୍ଜ ଯାଏ ନଡ଼ିଆ ବୁରେଇ ତଳେ ଧାଁ ଦୌଡ଼ ହୋ ହୋ ପାଟି କରି ଖେଳୁଥାନ୍ତି। ହେଲେ ଆଜି ସେମାନଙ୍କ ପାଟିରେ କଥା ନାହିଁ। ଯୋଡ଼ିକୁ ଯୋଡ଼ି ପୁଞ୍ଜାକୁ ପୁଞ୍ଜା ପିଲା ଖୁବ୍ ଦୂରରେ ବୁରେଇ ଭିତରେ ବୁଲି ବୁଲି ଗୋସେଇମାନଙ୍କ ସଭା ଦେଖୁଛନ୍ତି। ସେମାନେ ବି ମନ ମଧ୍ୟରେ ଯେମନ୍ତ ବୁଝିଛନ୍ତି ଆଜି ଗାଁରେ ଭାରି ଗୋଟାଏ କ'ଣ ହବ। ଶାସନ ଗୋସେଇମାନଙ୍କୁ ଛାଡ଼ି ଆହୁରି ବି 8-10 ଜଣ ଦୂର ଦୂରାନ୍ତର ଗାଁରୁ ଗୋସେଇମାନେ ଆସି ଉପସ୍ଥିତ। ବିପଦଗ୍ରସ୍ତ ବନ୍ଧୁମାନଙ୍କୁ ଶଙ୍ଖୁଳିବା ପାଇଁ ଆସିଛନ୍ତି। ଭେଣ୍ଡିଏ ଜଗୁପତିଏ 2 ଗୋଡ଼ ପାପୁଲିରେ ଗୋଟିଏ ପଥର କୁଣ୍ଡି ଜାକି ଧରି ମୁଣ୍ଡ ପୋତି ଗୋଟାଏ ନାଶ ଗୋଟା ବାଡ଼ିରେ ଘଡ଼ର ଘଡ଼ର କରି ନସ ଗୋଟୁଥିଲେ। ଗୋଟା ହେଇଗଲା। ଆଗେ ମୁରବୀ ଭଳିଆ ଲୋକଙ୍କ ଗାଁରେ, ପଛରେ ଆଉ ମହାଜନଙ୍କ ଆଗରେ କୁଣ୍ଡି ଦେଖାଇଲେ। ସମସ୍ତେ ଟିପେ ଟିପେ ନାଶ ନେଇ ସୁଁ ସୁଁ କରି ନାକ 2 ପୋଡ଼ାରେ ଗେଞ୍ଜିଦେଲେ। ନାଶ ଶୁଙ୍ଗି ଶୁଙ୍ଗି ବାଦେ ପ୍ରଥମେ ଲକ୍ଷ୍ମଣ ମିଶ୍ର ପଚାରିଲେ, ମାମୁଁ, କାର୍ଯ୍ୟଟା ତୁମ ଅଙ୍ଗିତା ନା ଅଜାଙ୍କ ଦେହ କର? ଦିବେଦିଏ କହିଲେ, ନାଇଁ ନାଇଁ ବାପା, ମୋ ଅଙ୍ଗିତା ଯୋଡ଼ାଏ ପଇସା ବି ନୁହେଁ। ବାପା ତାଙ୍କ ମଝିଆ ଝିଅ ତାରାନାନୀ ମଙ୍ଗଳକୃତ୍ୟକୁ ସାହୁ ପାଖରୁ 100 ଟଙ୍କା ଖଣ୍ଡେ ତାଳପତ୍ର ଗୁଜା ଲେଖିଦେଇ ଆଣିଥିଲେ। ତହିଁ ଆର ବରଷ 85 ଟଙ୍କା ଘେନି ସାହୁ ପାଖକୁ ଗଲେ। ମନରେ କରିଥିଲେ କଳନ୍ତରେ ଛିଡ଼ାଇ ଦେଇ ମୂଳକୁ ବାକି ପଇଠ କରି ଦେବେ। ମହାଜନ ଟଙ୍କା ଦେଖି ଜିଭ କାମୁଡ଼ି ପକେଇ କହିଲା, ଏ କ'ଣ ଗଦେଇ କକେଇ, ଶୁଣିଲି ତମେ ପରା ଧାନ ବିକି ଟଙ୍କା ରଖିଛ? ରାମ ରାମ, ଏଇଟା କି କଥା? କୁଟୁମ୍ବ ଦାରିଆ ଘର, ଧାନ ହେଉଛି ଜୀବନ, ଧାନ ହେଉଛି ଲକ୍ଷ୍ମୀ, ତାକୁ କ'ଣ ବିକନ୍ତି? କେତେ ବା ଧାନ ପାଇଛ, ଉଠାଅ ଉଠାଅ, ଟଙ୍କା ଉଠାଅ। ତୁମେ ତ କୁଳ ପୁରୋହିତ, ସହଜରେ ଧର୍ମର କକେଇ। ଟଙ୍କାଟା ତୁମ ପାଖରେ ଥିଲେ ଯେ ମୋ ପାଖରେ ଥିଲେ ସେ। ଯାଅ ଯାଅ, ଏଇ ଟଙ୍କାରେ ଧାନ କିଣି ପକାଅ। ନାଇଁ ନାଇଁ, ଗାଁରେ 10 ଯଜମାନ ଘରେ ବା ହାନହଣା ପଡ଼ିଗଲା ତ ଏକା ଦିନରେ ଟଙ୍କା ପଇଠ। ବାପା ତ ଥିଲେ ମରହଟିଆ ସିଧାସାଧା ଲୋକ। ସାହୁର ମିଠା କଥାରେ ଏକାବେଳକେ ତରଳିଗଲେ। ବାପ କ୍ୟା ତୁମେ ଯା ନା, ଶୁଣିବ କେଡ଼େ ମିଠା କଥା, କେତେ ନିର୍ମାୟ କଥା ମନରେ କରିବ, ଏହିପରି ସରଳ ପରୋପକାରୀ ଧାର୍ମିକ ଲୋକ ଜଗତରେ ନାହିଁ। ଇଏ ଯେ ତମ ଆଗରେ ବସିଛନ୍ତି, ରାମ ମହାପାତ୍ରେ, ସଦାଶିବ ମିଶ୍ରେ, ବିଶ୍ୱନାଥ ଶତପଥୀଏ, ଭୀମ ପାଢ଼ିଏ, ସମସ୍ତଙ୍କର ଠିକ୍ ଏହିପରି ହାଲ। ଝିଅ ପୁଅ ବିବାହକୁ ଟଙ୍କା ଆଣିଥିଲେ। ସମସ୍ତଙ୍କର 30-30 ମାଣ ଶାସନ ଭୋଗୀ ଜମି ଆମ ଜମି ସହିତ ଏକା ତାରିଖରେ କଟକ ଜଜ୍ କୋର୍ଟରେ ନିଲାମ ହୋଇଯାଇଛି। ଗୋରୁ ଖୋଜରେ ଖୋଜେ ବି ଜମି କାହାର ନାହିଁ। ଆହୁରି ବି 6 ଜଣ ମହାଜନଠାରୁ କରଜ ଖାଇଥିଲେ। ମୂଳ କଳନ୍ତରେ ବୁଡ଼ି ରହିଲେଣି। ସେମାନଙ୍କର ବି ଆଉ ବର୍ଷେ 6 ମାସ ବାଦେ ଜମିବାଡ଼ି ଗଲା ପରି। ତୁଚ୍ଛା ଏହି ଶାସନରେ। ଏ ଅଞ୍ଚଳ 10 ଖଣ୍ଡ ଗାଁରେ ଯାହାର ଭଲ ଜମି ଖଣ୍ଡିକ ଦେଖିଲା ତ ଶୁଙ୍ଗି ଶୁଙ୍ଗି ବୁଲୁଥିବ। କାହାରି ଦରକାର ପଡ଼ିଲେ ରାତି ଅଧରେ ଟଙ୍କା ଗଣିଦେବ। ଥରେ ଯଦି ଟଙ୍କା ତା ଘରୁ ଉଠାଇଲେ ତ 3 ପୁରୁଷରେ କ'ଣ ସୁଝୁଛି? କଳନ୍ତର ଲାଗି ରହିଛି। କାରଣଗୁଡ଼ାକ ବି ସେହିପରି ମିଳିଯାଇଛନ୍ତି। କିଏ 5 ଟଙ୍କା ପଇଠ କଲା ତ ପାଞ୍ଜିରେ ବସିଲା 1.5 ଟଙ୍କା। ହଁ, କ'ଣ କହୁଥିଲି? ବାପା ତ ତା କଥାରେ ଭୁଲି ଟଙ୍କା ବାହୁଡ଼ାଇ ଆଣି ପୁଣି ଧାନ କିଣି ଥୋଇଲେ। ତହିଁ ଆର ବରଷ କତିରୁ ପାଣି ହେଲା ଛିନଛୋଟ, ଧାନ ଭଲ ଫଳିଲା ନାହିଁ। ସେଇ ସମୟରେ ପୁଣି ତମ ସର ମାଉସୀର ବିବାହ ସମୟ ଉପସ୍ଥିତ। 9 ବର୍ଷ ପୁରୀ ଯାଉଛି, 10 ବର୍ଷ ତୁ କନ୍ୟକା। ବିବାହ ନଦେଲେ କନ୍ୟାଦାନ ଫଳ ନାହିଁ। ବାପା ଯାଇ ସାହୁ ଦୁଆରେ ହାଜର। ସାହୁ ତ ଘାଲେଇ ପଡ଼ି ବେଳ ଉଣ୍ଡୁଥିଲା, ଦାଉ ପଡ଼ିଗଲା। ସାହୁ କଅଁଳେଇ କଅଁଳେଇ ମୁରୁକି ମୁରୁକି ହସି କହିଲା, ହଉ ହଉ କକେଇ, ଘେନି ଯାଅ। ଏ ଘର ଟଙ୍କା ସେ ଘରକୁ ଯିବ, କଥା କ'ଣ? ଆହେ ଛାମୁକରଣେ, ଅଇଲ କକେଇ କିଛି ଟଙ୍କା ଧାର ନେବେ। ଆଗ ଟଙ୍କାଟାର ମୂଳ କଳନ୍ତର ହିସାବ କଲ। ଛାମୁକରଣ ବିଦେଇ ମହାନ୍ତିଏ ହିସାବ କରି କହିଲେ, ଆଗ ଟଙ୍କା ମୂଳ କଳନ୍ତର ମିଶି ହେଲା 250। ହାଲକୁ 100 ନେଲେ ହେବ 350 ଟଙ୍କା। ଟଙ୍କା ଶୁଣି ବାପା ଚମକି ପଡ଼ିଲେ। ସାହୁ ବାପାଙ୍କ ମନ କଥା ବୁଝିପାରି କହିଲା, ହଉ ହଉ କକେଇ, ଚିନ୍ତା କ'ଣ? ଦେବା ନେବା ବେଳ ତ ଅଛି। ଆପଣ ମୋ କୁଳ ପୁରୋହିତ।
ଦେବାବେଳେ 200 ଛାଡ଼ ନେଇଗଲେ ମୋର କ'ଣ ସରିଯିବ? ବିଭା ଲଗ୍ନ ଆଉ 8 ଦିନ, ଟଙ୍କା ନହେଲେ ନ ହୁଏ। ବାପା ସାହୁ କଥାରେ ହଁ ଭରିଲେ, କହିଲେ ହଉ, ଗୁଜା ଲେଖାଯାଉ। ସାହୁ ଦଣ୍ଡ ଯାଏ ଗୁମ୍ ମାରି ବସି କହିଲା, ବୁଝିଲେ କକେଇ, ଏଇଟା ହେଲା କଳିକାଳ। ଏ ଗୁମାସ୍ତା କରଣଗୁଡ଼ାକୁ ପରତେ ନାହିଁ। ଗୁଜା କେତେବେଳେ କ'ଣ କରି ପକାଇବେ ମତେ ପଛତେ ଆପଣ ଦୋଷ ଦଉଥିବେ। ଟଙ୍କାଟା ଗୋଟିଏ ଟିପ କରି ରେଜିଷ୍ଟ୍ରି କରି ପକାଇଲେ ଭଲ ହେବ। କାହାରି ଉଞ୍ଚୁ କରିବାର ବାଟ ନଥିବ। ଏଥିରେ କେତେ ବା ଖରଚ? ଖରଚଟା କ'ଣ ଆପଣ ଉଛୁଣିକା ଘରୁ ଆଣି ଦେଉଛନ୍ତି? ଟିପ ଲେଖାପଢ଼ା ରେଜିଷ୍ଟ୍ରି ହୋଇଗଲା। ଯାହା ହେବାର ତ ହେଲା। ଟଙ୍କା ଦିଅ। ଟଙ୍କା ଗଣିଦେବାକୁ କ'ଣ ନା 87 ଟଙ୍କା। କି ହୋ, ଟଙ୍କା ଉଣା କିଆଁ? ଗୁମାସ୍ତା ବୁଝାଇ ଦେଲା, ସିନ୍ଦୁକ ପୂଜା ଶତକରା ଯୋଡ଼ାଏ ଟଙ୍କା, ଗୁମାସ୍ତା ଖର୍ଚ୍ଚ 2 ଟଙ୍କା, ଲକ୍ଷ୍ମୀନାରାୟଣ ବାଳଭୋଗ 2 ଟଙ୍କା, ରେଜିଷ୍ଟ୍ରି ଖର୍ଚ୍ଚ, ଗୁମାସ୍ତା କଟକ ଖୋରାକି ସବୁ ରକମ ମିଶାଇ 6.5 ଟଙ୍କା, ଗାଏ ସବୁ ପଦକୁ 12 ଟଙ୍କା 8 ଅଣା। ପୁରୋହିତେ, ଆପଣ ତ ଜଣେ ପଣ୍ଡିତ, ଏତିକି ବୁଝିପାରୁନାହାନ୍ତି? ଆପଣ ତ ରୋଜିନା କେତେ କାରବାର ଦେଖୁଛନ୍ତି। ଆପଣଙ୍କ ପାଖରୁ କ'ଣ ଟଙ୍କା ମଶାଏ ହଉ ହୁଡୁ କରି ନେଲେ ସାଆନ୍ତଙ୍କ ଗନ୍ତାଘର ପୂରିଯିବ? ତମସୁକ ରେଜିଷ୍ଟ୍ରି ପାଖରୁ 4 ବର୍ଷ କାଳ ସେଥିରେ କିଛି ନାମଚର୍ଚ୍ଚା ନାହିଁ। ବାପା ତା ଦୁଆରକୁ ଗଲେ ଭକ୍ତି କ'ଣ ଦେଖିବେ? କକେଇ ଆପଣ ଆଇଲେ, ଓଳଗି ଓଳଗି, ଆରେ ପିଢ଼ାଟା ଦେରେ, ଆରେ ପାଦ ଧୁଆ ଜଳଟେ ଦେରେ, ଡାକ ପଡ଼ିଯିବ। ଗଲା ତେରସ୍ତା ବାପାଙ୍କର ଯେମିତି ବିଯୋଗ ହୋଇଯାଇଛି, ମହାଜନକୁ ତ ପଡ଼ିଗଲା ପୁଅ 12। ମୂଳ କଳନ୍ତରେ ଭିଡ଼ି ଦେଇ 1200 କେତେ ଟଙ୍କା କେତେ ଅଣାରେ କଟକ ଅଦାଲତରେ ନାସିଲ ଦାୟର କରିଦେଲା। ମୁଁ ଯାଇ ମହାଜନ ପାଖରେ ପଡ଼ିଲି। କହିଲା, ଆରେ ଭାଇ ଦିବୁ, ଗୁମାସ୍ତାମାନେ ମୋ ଅଜାଣତରେ ନାଲିସ କରିଦେଇଛନ୍ତି। ଯା ଯା, ତୁ ହାକିମ ପାଖରେ ଟଙ୍କାଟା ମାନିଆ, ପଛରେ ବୁଝାସୁଝା ହେବ। ମୋ ମନଟା ଚିକଉଥାଏ, କଟକ ଯିବାକୁ ମନ ବଳୁନଥିଲା। ଡରରେ ଯାଇ ତା ଓକିଲ କହିବା ପ୍ରମାଣେ ହାକିମ ପାଖରେ ଜବାବ ଦେଇ ଆସିଲି। ଏଇଟା ହେଲା ଗଲା ବରଷ କଥା। ମୁଁ ଆଉ କିଛି ଜାଣିନାହିଁ। କେତେବେଳେ ଡିଗ୍ରୀ ହେଲା, କେତେ ଟଙ୍କା ଡିଗ୍ରୀ ହେଲା, ଆଉ କ'ଣ ହେଲା ମୋତେ କିଛି ଜଣାନାହିଁ। ଶୁଣିଲି ଗଲା ମକର ମାସ 7 ଦିନରେ ମୋର 4-5 ହଜାର ଟଙ୍କାର ସମ୍ପତ୍ତି 700 ଟଙ୍କାରେ ନିଲାମ ହୋଇଗଲା। ମହାଜନ ଆପେ ନିଲାମ ଧରିଛି। ତା ଗୁମାସ୍ତା କହେ ମୋ ଉପରେ ଆହୁରି 600 ଟଙ୍କା ପାଉଣା। ଆମର ଶାସନ ପାଣିଗ୍ରାହୀ ଭାଗ 50 ମାଣ। ତା ମଧ୍ୟରେ ଏହି ଯେ ଦକ୍ଷିଣ ଦିଗରେ କିଆ ବଣଟା ଦେଖୁଛ, ସେଇଟା ଏକଚକିଆ 15 ମାଣ ଜମି, ଭାରି କନ୍ଦଳ। ମୁଁ ବୁଝୁଛି ଜମିଟା ଉପରେ ତାର 10-15 ବର୍ଷ ହେଲା ନଜର ପଡ଼ିଲାଣି। ଯେବେ ଏ ଗାଁକୁ ଆସେ ସେ ଜମିଟା ପାଖକୁ ଯାଇ ଚାରିପାଖ ବୁଲି ବୁଲି ଦେଖେ। କେତେ ଧାନ ଫଳେ, କି ଧାନ ଦିଅ, 10 ଥର କରି ପଚାରିବ। ମୋ ମନ ହେଲେ ଛିକଉଥାଏ। ବିଚାର କରେ, କହ ଭଲରେ ଭଲା କହ, ଏ ଜମିଟା କଥା ତୁହାଇ ତୁହାଇ ପଚାରୁଛୁ କିଆଁ? ଆଉ 5 ଜଣ ମହାଜନଙ୍କର ଠିକ୍ ଆମ ମାମଲା ପରି ଡିଗ୍ରୀ କରି ଜମିବାଡ଼ି ସବୁ ନିଲାମ କରି ନେଇଛି। ଲକ୍ଷ୍ମଣ ମିଶ୍ର କହିଲେ, ମୁଁ ଦେଖୁଛି ଏଇଟା ସାଇ ଲୋକ। ଭାଗବତ ପତିଏ କହିଲେ, ନା ନା, ସେଇଟା ଏଇ ସାଇ ଲୋକ ନୁହେଁ, ତା ଘର ମାକ୍ରାମପୁର, ଏ ଗାଁକୁ 1.5 କୋଶ ଦୂର ନଈ କୂଳରେ। ଲକ୍ଷ୍ମଣ ମିଶ୍ର କହିଲେ, ନାଇଁ ନାଇଁ, ମୁଁ ସେ କଥା କହୁନାହିଁ। ବିଲାତରେ ଗୋଟିଏ ଏହି ରକମର କଳନ୍ତରଖିଆ ଲୋକ ଥିଲା, ତା ନାମ ସାଇଲକ। ଥିରେଇ ତିହାଡ଼ିଆ କହିଲେ, ସେ ଯାହା ହଉ, ଏବେ ଉପାୟ କ'ଣ? ଲକ୍ଷ୍ମଣ ମିଶ୍ରେ ମହାଜନକୁ ଅନେଇ ହାତ ଯୋଡ଼ି ଭୂଇଁରେ ମୁଣ୍ଡ ଲଗାଇ କହିଲେ, ଗୋସେଇ ମହାପ୍ରଭୁମାନେ, ମୁଁ ପିଲାଟା, ମୋ ଅପରାଧ ଘେନିବେ ନାହିଁ। ଗୋଟିଏ କଥା କହିବି, ଏଥିରେ ସାହୁର କିଛି ଦୋଷ ନାହିଁ, ଆପଣମାନଙ୍କ ମୂର୍ଖପଣ। ଆପଣମାନଙ୍କ ପାପରୁ ସବୁ ସାରି ଦରିଦ୍ର ହୋଇ ବସୁଛନ୍ତି। ବୁଢ଼ା ଅନନ୍ତ ପାଢ଼ୀ ଟିକିଏ ଉଷ୍ମ ଭାବରେ କହିଲେ, ହଇ ହେ ଲକ୍ଷ୍ମଣ, ଆମମାନଙ୍କର ପାପ କ'ଣ, ମୂର୍ଖପଣ କ'ଣ ଦେଖିଲ? ଲକ୍ଷ୍ମଣ ମିଶ୍ର ପୁଣି ଦଣ୍ଡବତଟାଏ କରି କହିଲେ, ଅଜାସାନ୍ତେ ମୋ ଉପରେ ଖପା ହେଲେ ପରା। ଦେଖନ୍ତୁ, କେଉଁ ମହାତ୍ମା ଶାସନ ବସାଇ ଏତେ ନିଷ୍କର ଜମି ଖଞ୍ଜି ଦେଇ କହିଥିଲେ, ଆପଣମାନେ ଶାସ୍ତ୍ର ଅଧ୍ୟୟନ ଅଧ୍ୟାପନା କରିବେ, ଦାତାକୁ ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ କରିବେ। ତାହା କରୁଛନ୍ତି କି? ବୋଲନ୍ତୁ ଭଲା ଏଡ଼େ ବଡ଼ ଶାସନଟାରେ ଗୋଟିଏ ବୋଲି ଚୌପାଢ଼ୀ ନାହିଁ। ତୁଚ୍ଛା ନାଶ ଶୁଙ୍ଗି ଭାଙ୍ଗ ପିଇ ଚୌପଟ ଖେଳ ଦିନ କାଟିବେ। ଦାତାଙ୍କୁ ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ ଥାଉ। ପବିତ୍ର ବ୍ରାହ୍ମଣ କୁଳରେ ଜାତ ହୋଇ କେତେଜଣ ତ୍ରିକାଳ ସନ୍ଧ୍ୟାରେ ଗାୟତ୍ରୀ ଜପ ସନ୍ଧ୍ୟାବଦନ ଆଦି ନିତ୍ୟକର୍ମ କରନ୍ତି। ଏଇଟା କ'ଣ ପାପ ନୁହେଁ? ଆଉ ଗୋଟିଏ କଥା, କୁଆଡ଼ୁ ସୁଝିବେ ଭାବନା ନାହିଁ। ଧାଇଁ ଯାଇ ମହାଜନ ଦୁଆରେ ଗୁଜା ଲେଖି ବସିବେ। ପୁଅ ଝିଅ ବିବାହରକୁ ଆପଣ ବଡ଼ପଣ ଦେଖାଇବା ଲାଗି ଅକାରଣ ଟଙ୍କା ଗୁଡ଼ାଏ ସାରିବେ। ଆପଣା ଅବସ୍ଥାକୁ ଚାହିଁ ଯେ ନ ଚଳେ, ସେ ମୂର୍ଖ ନୁହେଁ ତ ଆଉ କ'ଣ? ଏହି ଦେଖନ୍ତୁ, ଅତି ପବିତ୍ର ଶାସନ ଭାଗ ଭୂମିରେ 12 ଜାତି 13 ଗୋଲା ଅଧିକାରୀ ହୋଇ ବସିଲେଣି।
ଏହା ଆପଣମାନଙ୍କ ପାପ ଓ ମୂର୍ଖତାର ଫଳ ନୁହେଁ କି? ଆପଣମାନେ ତ ଦୁଃଖ ଦୁର୍ଦ୍ଦଶାକୁ ଲୋଡ଼ି ଆଣିଛନ୍ତି, ଏଥିପାଇଁ ଲଗା ହେବ କିଏ? ମାଧପାଣିଏ କହିଲେ, ଲକ୍ଷ୍ମଣ ଯାହା କହିଲେ ସତ, 16 ସତ। ହେଲେ ଏଣିକି ଯାହା ଗୋଟେ ବୁଝିସୁଝି କରାଯିବ। ବର୍ତ୍ତମାନ ଉଦ୍ଧାର ପାଇବାର ବାଟ କ'ଣ? ଲକ୍ଷ୍ମଣ ମିଶ୍ରେ କହିଲେ, ଆପଣମାନେ କ'ଣ ଉପାୟ ସ୍ଥିର କରିଛନ୍ତି? ଆନନ୍ଦ ମିଶ୍ରେ କହିଲେ, ଆମେମାନେ କିଏ? ମାଲି ମାମଲା କିଏ? କର୍ମକର୍ମାଣୀ କଥା ବୋଲ, 10 ଜଣ ବାହାରି ପଡ଼ିବୁ। ଲକ୍ଷ୍ମଣ ମିଶ୍ରେ କହିଲେ, ମାମୁଁ, ଜମି ନିଲାମ ବାଦେ ସାହୁ ପାଖକୁ ଯାଇଥିଲେ, କ'ଣ କହିଲା? ଦିବାକର ଦ୍ୱିବେଦୀ କହିଲେ, ଯାଇଥିଲି, 10 ଥର ଗଲିଣି, ଭେଟ ମିଳେ ନାହିଁ। ବାଧିକା ପଡ଼ିଛି, କଥା ବୋଲି ପାରିବ ନାହିଁ। ବାହାନା କରି ଶୋଇପଡ଼େ, ନଇଲେ ବାଡ଼ି ପଛ ଆଡ଼େ ଆଉ କେଉଁ ଗାଁକୁ ବାହାରିଯାଏ। ମୋ କନ୍ଦାକଟା ଦେଖି ସାଉଆଣୀ କମଳା ଆଉ ତାଙ୍କ ପୁଅ ବିଦ୍ୟାଧର ଦୁହେଁଯାକ କାନ୍ଦି ପକାନ୍ତି। ମୋତେ ବହୁତ ବହୁତ ଆଶ୍ୱାସ ଦେଇ କହିଛନ୍ତି, ମୋ ଜମି ମୋତେ ଦିଆଇ ଦେବେ। କେଜାଣି କପାଳରେ କ'ଣ ଅଛି। ମା ପୁଅ ଦୁହେଁଯାକ ଏକାପରି ଦୟାଳୁ, ସେହିପରି ଧାର୍ମିକ, କାହାରି ଦୁଃଖ ଦେଖିପାରନ୍ତି ନାହିଁ। କୁବେର ସାହୁଟା ଯେପରି ନିଷ୍ଠୁର, ସେହିପରି କୃପଣ, ହାତରୁ ପାଣି ଗଳିବ ନାହିଁ। ହେଲେ ମା ପୁଅଙ୍କ ଆଗରେ କେହି ଉପାସ ରହିପାରେ ନାହିଁ। ସାହୁଟା କରଜ ଟଙ୍କା ଲାଗି କାହାରି ଘରଦ୍ୱାର ନିଲାମ କରିନେଲେ ଏମାନେ ଲୁଚେଇ ତାକୁ ଟଙ୍କା ଧାନ ଦେଇ ତା କୁଟୁମ୍ବ ପୋଷନ୍ତି। ଲକ୍ଷ୍ମଣ ମିଶ୍ରେ କହିଲେ, ଗୋଟିଏ ଆଶା ଅଛି ସତ, ହେଲେ ସେତିକି ନିର୍ଭର କରି ରହିବାଟା ନିରାପଦ କଥା ନୁହେଁ। ଆପଣରେ ବି ଗୋଟିଏ ବାଟ କାଟି ଚାଲିବା ଉଚିତ। ଉଛୁଣିକା ତାକୁ କେହି ଜମି ଦଖଲ ଦିଅ ନାହିଁ। ମାମୁଁ, ତୁମେ କହୁଛ 5,000 ଟଙ୍କାର ମାଲ 700 ଟଙ୍କାରେ ନିଲାମ କରି ନେଇଛି। ଏଇ କଥା ଓଜର କରି ସାନି ନିଲାମ ପାଇଁ ହାକିମ ପାଖରେ ଦରଖାସ୍ତ କର। କିଛି ଖରଚପତ୍ର କଲେ ଢେର ଦିନ ଯାଏ ମାମଲା ତାରିଖ ଗଡ଼ିଯିବ। ଏଣେ ତୁମେ ମା ପୁଅ ଦୁହିଁଙ୍କୁ ଧରି ପଡ଼ିଥାଅ। ଆଜିକା କଥା କାଲିକି ଅନ୍ତର। ଏଥିମଧ୍ୟରେ ଆଉ ଗୋଟିଏ କିଛି ବାଟ ଫିଟି ଯାଇପାରେ। ମିଶ୍ରଙ୍କ କଥା ଶୁଣି ସମସ୍ତ ମହାଜନ ଭାରି ଆନନ୍ଦରେ ଏକାବେଳକେ ପାଟି କରି କହିଲେ, ଦୀର୍ଘଜୀବୀ ହୁଅ, ରାଜା ରାଜସ୍ୱରେ ଭବ। ନଇଲେ କ'ଣ ଆଞ୍ଜୁଳାକୁ ଆଞ୍ଜୁଳା ଟଙ୍କା ଗଣି ହାକିମ ଘର ପାଠ ପଢ଼ିଛି? ଦେଖ ତ, ଆମେ ଏତେ ଗୁଡ଼ାଏ ଲୋକ ଅନ୍ଧାରରେ ଅଣ୍ଡାଳି ହେଉଥିଲେ, କିଛି ବାଟ ଦିଶୁନଥିଲା। ପିଲାଟା କେମିତିକା ଗୋଟେ ବାଟ କାଢ଼ି ପକାଇଲା। ବୁଢ଼ା ଦିନେଇ ମହାପାତ୍ର ଟାଣରେ 2 ଟିପନାସ ଶୁଙ୍ଘି ଦେଇ ଖନେଇ ଖନେଇ କହିଲେ, ବୁଝିବା ହେଲେ ମହାଜନ ଗୋସେଇଁମାନେ, ସମସ୍ତେ ତ ଜାଣୁଛ ତାର ସବୁ ଧାନଗୁଡ଼ାକ ତଣ୍ଟିଚିପା ମଣିଷ ରକ୍ତ। ମାହାଳିଆଟାରେ ଲକ୍ଷାବଧ ଟଙ୍କାର ମାଲିକ ହୋଇ ବସିଲା। ଯେମିତି ଭୀମା ଟଙ୍କାରେ ମାଲିକ ହୋଇଛି, ସେଇଦିନ ତ ବଢ଼ି ଯାଉଛି। ଆଉ କ'ଣ, ଏହି ଯେ କୁବ୍ରା ଘର ଦେଖୁଛ, ସେଇଟା ତା ନିଜ ଘର ନୁହେଁ, ଭୀମ ସାହୁ ବୋଲି ଜଣଙ୍କର ଘର। ଭୀମାଟା ବି ଥିଲା କୁବ୍ରାକୁ ବଳି ତଣ୍ଟିଚିପା, ଯକ୍ଷ ବୋଲି ସରିଛି। ପୁଅ ଝିଅ ଘରେ କିଛି ନଥିଲା। ଗୋଟେ ପୋଷା ପୁଅ କରିଥିଲା ଯେ ସେଟା ମଦ ଖାଇ ଗଞ୍ଜେଇ ଖାଇ ମଲା। କୁବ୍ରା ତା ଜାତି ପୁଅ ଲଗ୍ନିକେ କେହି ନୁହେଁ, ତା ଘରେ କାରବାରିଆ ଥିଲା। ଭୀମାକୁ ଖୁବ୍ ପଟେଇ ରଖିଥାଏ। ଭୀମା ଯେମିତି ଆଖି ବୁଜିଛି, କୁବ୍ରା ଚାକର ବାକର ସମସ୍ତଙ୍କୁ ହାତ କରି ଓକିଲ ମୁକ୍ତାର ଧରି ପୋଷେପୁତ୍ର ବୋଲି ସରକାରରୁ ବାହାଲ ହୋଇ ଆସିଲା। ପାପିଟାର ଧନ ପାଣି ପରି ବଢ଼ି ଯାଉଛି। ଏବେ ଜଣ ଠକ୍ କରି ଛିଡ଼ି ପଡ଼ିବ। ଦେଶଯାକ ସନ୍ତାଇ ମାରିଲାଣି। ହଜାର ହଜାର ଲୋକଙ୍କ ଆତ୍ମା କାନ୍ଦୁଛି, ଯାହାର ସେ କିଛି କରିନାହିଁ। ସେ ବି ଗାଳି ଦେଉଛି। ଏଇ ମୋ ମା କଥା ବୁଝ ନା। ପୁଅ ବିଭାକୁ 50 ଟଙ୍କା କରଜ ଆଣିଥିଲି। 15 ବର୍ଷରେ ତୁଚ୍ଛା କଳନ୍ତର 250 ଟଙ୍କା ସୁଝୁଛି। 5 ଥର ଟିପ ବଦଳା ବଦଳ କରି ଶେଷରେ ନାଲିସରେ 500 ଟଙ୍କା ଡିଗ୍ରୀ କରି ମୋର 30 ମାଣ ଜମି ନିଲାମ କରି ନେଲା। ତେତିକି ଥିଲା କୁଟୁମ୍ବଙ୍କ ଭରସା। ତାଙ୍କ ମୁହଁରେ ପାଣି ଟୋପାଇ ଦେବାକୁ ଭରସା ନାହିଁ। ଦିନ ରାତି ଆତ୍ମପୁରୁଷ କାଉଳି ଦେଉଛି, ଆଖିରୁ ପାଣି ଶୁଖୁନାହିଁ। ଏହି ପଞ୍ଚ ପରମେଶ୍ୱର ଶୁଣନ୍ତୁ, ମୁଁ ପଇତା ଛୁଇଁ କହୁଛି, ଆଜୁ 3 ପକ୍ଷ 3 ମାସ 3 ବର୍ଷ ମଧ୍ୟରେ ତାର ସର୍ବନାଶ ହେବ। ଏହା ଯଦି ନ ହୁଏ, ମୁଁ ଅବ୍ରାହ୍ମଣ। ଏ ବ୍ରହ୍ମଗଣ୍ଠି ଛିଡ଼ାଇ ପକାଇବି। ସେ ତ ଢେର ଦିନ ଆଗରୁ ଯାଇଥାନ୍ତା, କେବଳ ମା ପୁଅଙ୍କ ଧର୍ମରୁ ବିତ ରହିଛି। ଲକ୍ଷ୍ମଣ ମିଶ୍ରେ କହିଲେ, ମାମୁଁ, ସାହୁଆଣୀ ଓ ବିଦ୍ୟାଧର ପାଖକୁ ଯିବା ଆସିବା କରୁଛନ୍ତି ତ? ସେହିମାନଙ୍କୁ ଧରି ପଡ଼ିଥାନ୍ତୁ। ମାମୁଁ କହିଲେ, ହଁ ବାପା, ମୋର ଆଉ ଉପାୟ କ'ଣ? ଦିନେ 2 ଦିନ ବାଦେ ସେମାନଙ୍କ ପାଖକୁ ଯାଏ। ମୋର ତ ଗୋରୁ ବାଛୁରୀ ଘରତଳ ଜମି ସୁଦ୍ଧା ନିଲାମ ହୋଇଯାଉଛି, ଆଉ ଉପାୟ କିଛି ନାହିଁ। ସାହୁଆଣୀ ମୋ ଦୁଃଖ ଶୁଣି କାନ୍ଦି ପକାଏ। ସେଇ ତ 20 ନଉତି ଧାନ ଆଉ 5ଟା ଟଙ୍କା ଦେବାରୁ ଆଜି ଯାଏ ଚଳୁଛି। କାଲି ରାତିରେ ବି ବିଦ୍ୟାଧର ପାଖକୁ ଯାଇଥିଲି। ସେ ତ ମୋତେ ଟାଣ ଜବାବ ଦେଇ କହିଲା, ନା ନା, କାନ୍ଦ ନା, ଯେପରି ହଉ ତମ ଜମିକୁ ତୁମକୁ ଦେବି। ମୁଁ ବାହାଘରରୁ ବାହୁଡ଼ି ଆସିବା ଯାଏ ସତାର କର। ତୁମେ ତ ଆମ କୁଳ ପୁରୋହିତ, ସଙ୍ଗରେ ତ ଅବଶ୍ୟ ଯିବ।
ଶୁଣିଛି ମୋ ଶ୍ୱଶୁରର 10 ଲକ୍ଷ ଟଙ୍କାର ବିଷୟ। ସେ ବି ତୁମକୁ ଅବଶ୍ୟ ଭଲ ରୂପେ ମେଲାଣି ଦେବେ। କୁବେର ସାହୁ କହେ, ମୋର କରଜା କଳନ୍ତରକୁ ଲୋଡ଼ା କିଏ? ମୋର ଗଡ଼ଜାତ ଥାଉ। ଗଡ଼ଜାତ ସୋନପୁର ଠାରୁ 10 ପଲା ଯାଏ ତାହାର 10-15ଟା ଗୋଦାମ। ଫି ଗୋଦାମରେ ଜଣେ ଜଣେ କରଣ, ଜଣେ ଜଣେ କାରବାରିଆ। ତାର ନିଜର 20 ସର କି 12 ଗୋଡ଼ିଆ, 15 ଗୋଡ଼ିଆ କୁଶଳୀ, ଚକଚକିଆ ନାଁ ଅଛି। ବର୍ଷା ଦିନ ସେଥିରେ ସରକେ ନେଇ ଆଣ କରେ। ନାଁ ଛାଡ଼ି ଖରାଦିନେ ସରକେ ନେଇ ଆଣ କରିବା ସକାଶେ 5 ବୋଡ଼ିଆ ଯୋଡ଼ାଏ ଥୋରି ବଳଦ ଅଛି। ବୌଦ୍ଧ ଏଲାକା ହରିପୁରର ଗୋଟେ ବଡ଼ ମହାଜନୀ ଗାଁ, ଠିକ୍ ମହାନଦୀ କୂଳରେ। ଗ୍ରାମର ସମସ୍ତେ ପ୍ରାୟ କାରବାରିଆ ବେପାରୀ। ପ୍ରଧାନ ମହାଜନଙ୍କ ନାମ ଯୁଧିଷ୍ଠିର ସାହୁ। ନାମର ଉପଯୁକ୍ତ ମଧ୍ୟ ଗୁଣ। ଲୋକଟି ବଡ଼ ଧାର୍ମିକ, ସତ୍ୟବନ୍ତ। 5-7 ଲକ୍ଷ ଟଙ୍କାର ବିଷୟ। ଘରେ ଠାକୁର ବାଡ଼ି ସଦାବର୍ତ୍ତ। ସାହୁ ବୁଢ଼ା ହୋଇ ପଡ଼ିଲାଣି। ଆଉ ଏବେ ବେପାର ବାଣିଜ୍ୟରେ ମନ ନାହିଁ। ସବୁବେଳେ ପୂଜାପାଠ ହରିନାମ ଭଜନରେ ଲାଗିଥାଏ। ସାହୁ ଅପୃତକ, ଗୋଟିଏ ବୋଲି ଝିଅ, ନାମ ପଦ୍ମାବତୀ। ବୟସ 15 ଯାଇ 16 ପଶିଛି। ପାଟକ ଜାତିରେ ଏତେ ବଡ଼ ଅଭିଆଡ଼ି କନ୍ୟା ଘରେ ରହିବାକୁ ମନା। ସାହୁର ଇଚ୍ଛା ଗୋଟିଏ ଘର ଜ୍ୱାଇଁ ରଖିବ। ମାତ୍ର ଖୋଜୁ ଖୋଜୁ ଦିନ ଚାଲିଗଲା। କନ୍ୟା ଘରେ ରହିଛି। କନ୍ୟାଟି ସମସ୍ତ ସମ୍ପତ୍ତିର ଉତ୍ତରାଧିକାରିଣୀ। କୁବେରର ନଜର ପଡ଼ିଲା ଯୁଧିଷ୍ଠିର ଧନଟା କେମିତି ଘରେ ପଶେ। ସେ ଭଲ କରି ଜାଣେ ଯୁଧିଷ୍ଠିର ଘର ଜ୍ୱାଇଁ ରଖିବ। ଅନ୍ୟଆଡ଼େ କନ୍ୟାକୁ ବିଭା ଦେବ ନାହିଁ। ତା ମନ କଥା ମନରେ ଥାଏ। କୁବେର ବର୍ଷକୁ ଥରେ ସୋନପୁର ଆଡ଼କୁ କୋଠି ତନଖି କରିବାକୁ ଯାଏ। 2 ବର୍ଷ ଭିତରେ 2-3 ଥର କରି ଯା ଆସ କରୁଛି। ସୋନପୁର ଯିବାବେଳେ ନା ହରିହରପୁର ଗାଁ ତଳବାଟରେ ଯାଏ। ଦୈବାତ୍ ସେହି ଗାଁ ପାଖରେ ସଞ୍ଜ ହୋଇପଡ଼େ। କୁବେର ଗାଁ ପାଖ ନଦୀର ଆର କୂଳରେ ନା ଖଟାଇ ରୋଷେଇବାସ କରେ। କୁବେର ଘରେ କେବେ ସନ୍ଧ୍ୟା କି ହରିନାମ କରିବାର କେହି ଦେଖିନାହିଁ। ଗୋଟିଏ ବଡ଼ କୋଳଥି ସଙ୍ଗରେ ଘେନି ଯାଇଥାଏ। ନଦୀ କୂଳରେ ମେଲେଇ ଦେଇ ରାତି 6 ଘଡ଼ି ଯାଏ ଆଖି ବୁଜି ବସି ଜପ କରେ। ତେତିକି ବେଳେ ଚାରିଆଡ଼କୁ ଅନାଇ ତୁନି ତୁନି କାରବାରିଆଙ୍କ ସଙ୍ଗରେ ମାଲ କିଣାବିକା କଥା ଚଳେ। ହରିହରପୁରକୁ ଶୁଭୁ, ଏଥିପାଇଁ କୁବେର ବେଳେବେଳେ ଘଣ୍ଟା ବଜାଉଥାଏ। ଯୁଧିଷ୍ଠିର ସାହୁ କୁବେର ସାହୁର ନାମ ଶୁଣିଥିଲେ। ଦେଖା ସାକ୍ଷାତ ନଥିଲା। କୁବେର ସାହୁ ନଦୀ କୂଳରେ ଅଛନ୍ତି ଶୁଣି ଯୁଧିଷ୍ଠିର ଡଙ୍ଗା ଖଣ୍ଡକରେ ବସି ନଦୀ ପାର ହୋଇଗଲେ। କୁବେର ଖବର ନେଉଥାଏ। ଯୁଧିଷ୍ଠିର ପହଞ୍ଚିଲା ବେଳକୁ କୁବେର ସାହୁ ଧ୍ୟାନରେ ବସିଛନ୍ତି। ଘଣ୍ଟାଏ 2 ଘଣ୍ଟା ବିତିଗଲା, ଧ୍ୟାନ ଭାଙ୍ଗୁନାହିଁ। ଧ୍ୟାନ ଦେଖି ଯୁଧିଷ୍ଠିର ତ ତରଳି ଗଲେଣି। ଧ୍ୟାନ ଭାଙ୍ଗିଲା। କୁବେର ସାହୁ ଯେମିତି ଖବର ପାଇଛି ଧାଇଁ ଧାଇଁ ଯୁଧିଷ୍ଠିରଙ୍କ ଗୋଡ଼ ତଳେ ପଡ଼ିବାକୁ ଯାଉଥିଲା। ଯୁଧିଷ୍ଠିର କହିଲେ, ହାଁ ହାଁ, ଏ କ'ଣ କରୁଛନ୍ତି? ଆପଣ ଧର୍ମପରାୟଣ, ମୁଁ ପାପୀ, ମୋ ଗୋଡ଼ ତଳେ ପଡ଼ିବେ? କୁବେର କହିଲେ, ଏ କ'ଣ, ଆପଣ ସୋଜାତିରେ ମଉଡ଼ମଣି। ଘଣ୍ଟାଏ ହେଲା ବସିଲେଣି, ମୋର ଅପରାଧ କ୍ଷମା କରନ୍ତୁ। ଯୁଧିଷ୍ଠିର କହିଲେ, ନାହିଁ, ମୁଁ ଆପଣଙ୍କର ଧ୍ୟାନ ଭଙ୍ଗ କରାଇଲି ପରା, ମୋତେ କ୍ଷମା କରନ୍ତୁ। 2 ଜଣ କୁଣ୍ଢିଆ କୁଣ୍ଢେଇ ହେଇ ଏ କହୁଛି ମୋତେ କ୍ଷମା କରନ୍ତୁ, ସେ କହୁଛି ମୋତେ କ୍ଷମା କରନ୍ତୁ। 2 ଜଣ ସାଷ୍ଟାମ ହୋଇ ଖଣ୍ଡିଏ କମ୍ବଳରେ ବସିଲେ। ଯୁଧିଷ୍ଠିର ପ୍ରସ୍ତାବ ଦେଲେ, ଆଜ୍ଞା, ଆପଣ ହେଲେ ଆମ ଜାତିର ମଉଡ଼ମଣି। ମୋ କୁଡ଼ିଆ ପାଖରେ ପଦାରେ ନୀତି ବଢ଼ାଇବେ, ମୋର ଯେ ମହାପାପ ହେବ। ଉଠି ଆଜ୍ଞା ହଉ, ବିଜେ କରନ୍ତୁ। ମୋ କୁଡ଼ିଆରେ ପାଦ ଧୂଳି ଦିଅନ୍ତୁ। ମୋ କୁଡ଼ିଆ ଖଣ୍ଡ ପବିତ୍ର ହଉ। 2 ସାହୁ ଯାଇ ଠାକୁର ମେଲାରେ ବସିଲେ। ଠାକୁର ଆଗରେ ଆସନରେ ବସିବାକୁ ମନା। ଦୁହେଁ ଯାକ ଭୂଇଁରେ ବସିଲେ। ରାତି ଅଧ ଯାଏଁ 2 ସାହୁଙ୍କ ମଧ୍ୟରେ କଥାଭାଷା ଚାଲିଲା। ଏକଥା ସେ କଥା, ବେପାର ବଣିଜ କଥା ହେଉ ହେଉ ବିଭା ପ୍ରସଙ୍ଗ ପଡ଼ିଗଲା। କୁବେର କହିଲେ, ମୁଁ ବାପାଙ୍କ ମୁହଁରୁ ଢେର ଥର ଶୁଣିଛି, ଆଗେ ଗଡ଼ଜାତ ମୋଗଲବନ୍ଦୀ ମଧ୍ୟରେ ବି ନେଣ ଦେଣ ଚାଲୁଥିଲା। 2 କି 3 ବେଡ଼ି ସରିକି ଗଡ଼ଜାତ କନ୍ୟା ମୋଗଲବନ୍ଦୀରେ ଥିଲେ। ମୋଗଲବନ୍ଦୀ କନ୍ୟା ବି ଗଡ଼ଜାତରେ ଥିଲେ। ନିହାତି ଦୂରଦୂରାନ୍ତ ବୋଲି ଉଣା ଅଧିକ 50 ବର୍ଷ ହେଲା ବିଭା ନେଣଦେଣ ବନ୍ଦ। କଥା ଚଳୁ ଚଳୁ ପଦ୍ମାବତୀ ସଙ୍ଗରେ ବିଦ୍ୟାଧରର ବିଭା ପ୍ରସଙ୍ଗ ସ୍ଥିର ହୋଇଗଲା। କୁବେର କହିଲା, ଆଜ୍ଞା, ମୁଁ ମୋଗଲବନ୍ଦୀ କାମ ଚଳାଇବି। ବିଦ୍ୟାଧର ବର୍ଷଯାକ ଏଇଠାରେ ରହି କାମ ଚଳାଇବ। ବିଦେଇ ତ ଆପଣଙ୍କ ପୁଅ ହେଲା। ପିଲା ଲୋକ, ଜାତି ବ୍ୟବସ୍ଥା ବୁଝି ନାହିଁ। ଆପଣଙ୍କ ଚରଣ ଧୂଳି ତା ମୁଣ୍ଡରେ ଲାଗିଲେ ସବୁ ଶିଖିଯିବ ସେ। ବିଭା ବିଷୟରେ ଆଉ କିଛି ସନ୍ଦେହ ନାହିଁ। ଏକାବେଳକେ ଦିନ ଠିକ୍ ହେଇଗଲା। ଆସନ୍ତା ମକର ଶୁକ୍ଳ ସପ୍ତମୀ। ବଡ଼ ଘର କଥା ବଡ଼ ବାଜେ। ଦିନକ ମଧ୍ୟରେ କିଲ୍ଲାର ଅଧାଅଧି ଲୋକ ଜାଣିଗଲେ। କୁବେର ସାହୁ ପୁଅ ବିଦ୍ୟାଧର ସଙ୍ଗରେ ଯୁଧିଷ୍ଠିର ଝିଅ ପଦ୍ମାବତୀର ବିବାହ। ଆଜି ପାଇଁ କାହାଣୀଟି ଏଇଠି ଥାଉ। କାହାଣୀର ଆଗାମୀ ଭାଗ ଆମେ କାଲି ଶୁଣିବା।